जय जगन्नाथ सांगवानी उपहास जदि पिलादिनर उपहास से विभिन्न प्रकार होई थाई पारे जाकि आज गलार कंटा बनीची तेबे ए भिडियो आपण मानक पाई मो सस्मिता पंडा मो कहानी मो मुहरु को स्वागत पुओं मेलरे झीउटीए दरकार कारण मो गुरुजन मानक मतरे जदि घर को जुई कुणिया न आसिले दांड को बरजात्री न आसिले से घर घर ना तेणु किए पुओ पाई शिव को जल अभिषेक करती आम फैमिली झीएटीए पाई शिवଙ୍କ ଉପରେ जल अभिषेक କରିଥିଲେ 2 ବର୍ଷ ପରେ ବାବାଙ୍କ କୃପାରେ 3.5 କେଜି ଓଜନରେ ଜନ୍ମ ନେଲି ମୁଁ ଗାଁ ଲୋକମାନେ ମତେ ଦେଖିତେ ଆସିଲେ ବୁଢ଼ୀମା କବାଟ କିଳି ରଖେ ମତେ ଆଉ ମୋ ଉପର ଭାଇ ମତେ ଜଗିକି ବସେ ପଚାରିଲେ କହେ ଆମ ଝିଅକୁ ବିରାଡ଼ି ଖାଇଦବ ଭାବନ୍ତୁ ଭାଇ ଭଉଣୀଙ୍କର କି ସମ୍ପର୍କ ବୋଉ ଥରେ ମତେ ଖୁଆଏ ବାପାଙ୍କ ମନକୁ ଯାଏନି ଅଫିସ ଆସି ସେତେବେଳେ ଟିଣା ଡବାରେ ଅମୁଲ ମିଳୁଥିଲା ସେଇ ଅମୁଲରୁ ତାଟିଏ ଘରୋଇ ମିକ୍ସ ଛତୁଆ ବିସ୍କୁଟ ମିଶେଇ ତାଟିଏ ଖଣ୍ଡରୁ ମତେ ଜବରଦସ୍ତି ଖୁଆନ୍ତି ଆପଣମାନେ ଦେଖିଥିବେ ଛୋଟ ବାଛୁରୀକୁ ପେଜ କିପରି ପିଆଯାଏ ଠିକ୍ ସେହିପରି ବାପା ମତେ ଧରି ନେଇ ଖୁଆନ୍ତି ଟିକେ ବଡ଼ ହେଲି ଜାଣିନି ଆଗରୁ କହିଛି 35 ଜଣିଆ ଜଏଣ୍ଟ ଫ୍ୟାମିଲି ଆମର ତା ଭିତରେ ମତେ ଲଗେଇ 11ଟା ଝିଅ 7 ଜଣ ପୁଅ ଥିଲେ ତେଣୁ ବାପା ଗୋଟେ ଧାନ ଉଷୁନା ହାଣ୍ଡି ଠାରୁ ଛୋଟ ହାଣ୍ଡିରେ ଭିନ୍ନ ଭିନ୍ନ ଖାଦ୍ୟ ସାମଗ୍ରୀ ରଖି ଖଟ ତଳକୁ ପେଲି ଦିଅନ୍ତି ଆଉ ଆମେ ଯାହାକୁ ଯେତେବେଳେ ଭୋକ ଲାଗିଲା ଖଟ ତଳକୁ ଗଡ଼ିଯାଉ ତା ଛଡ଼ା ମାଛ ପାଇଁ ଚିନ୍ତା ନାହିଁ ଗଡ଼ିଆ ଆମର 2-4ଟା ଥିଲା ଦିପାଳି ହାଟ ବାରିରେ ମଟନ ଆସେ ଘରକୁ ଆଉ ବାଙ୍କି ନାନୀ ତେଲ ଭାଜି ନିଶ୍ଚିତ ଆସେ ଏତଦ୍ ବ୍ୟତୀତ ଦୌଡ଼ା ପଖାଳ ମାନେ 4ଟା ବେଳିଆ ପଖାଳ ଖିଆକୁ ଖାଙ୍କି ହାଟରୁ ମଗାଯାଏ ଶୁଖୁଆ ବିଭିନ୍ନ ପ୍ରକାରର ଲିଭିଲା ଚୁଲିରେ ବଡ଼ ବଡ଼ ଶୁଖୁଆକୁ ତାଟିଆ ବସା କରାଯାଏ ଆଉ ଛୋଟ ଶୁଖୁଆକୁ ପୋଡ଼ା ଯାଇ ତାକୁ ରସୁଣ ଲଙ୍କା ଦେଇକି ଛେଚେଇକି ପଖାଳ ଖୁଆଯାଏ ବାସ୍ ସ୍ନେହ ସମସ୍ତେ ହଜମ କରିନିଅନ୍ତି ହେଲେ ମୁଁ ମୋଟି ଏ ମୋ ଅବସ୍ଥା ମୋଟା ଯୋଗୁଁ ସ୍କୁଲରେ ଜଣେ ଅଙ୍କ ସାର୍ ଥିଲେ ସେ ମତେ ବେଙ୍ଗୁଲି ବୋଲି ଡାକନ୍ତି ତାକୁ ଦେଖି ଅନ୍ୟମାନେ ଏମିତି ମୋ ସାଙ୍ଗମାନେ ମତେ ବି ଚିଡ଼ାନ୍ତି ପ୍ରବଳ ସବୁବେଳେ ଥଟ୍ଟା ଭଲ ଡ୍ରେସ୍ ପିନ୍ଧିପାରେନି କି ଖେଳି ପାରେନି ପାପ ଦୁନିଆର ପାପ ଦୃଷ୍ଟି ମତେ ଗୋଡ଼ାଏ ଝିଅ ପିଲାଙ୍କର ଖେଳ ଯଥା ଦଉଡ଼ି ଖେଳ ପୁଚି ଖେଳ ଡିଆଁଡି ଖେଳ ଭଳି ଖେଳ ମୁଁ ଖେଳିପାରେନି ଯେତେବେଳେ ମଣିଷ ବେଶୀ ମନ ଦୁଃଖ କରେ ସେତେବେଳେ ସେ ବେଶୀ ଖାଏ ଶାରୀରିକ କମେଣ୍ଟ ବଳରେ ମୋ ଆତ୍ମବିଶ୍ୱାସ ନିଜକୁ ହୀନ ମାନ୍ୟତା ଦେଖିବା ମୁଁ ଆରମ୍ଭ କରିଦେଲି କହିପାରେ ନିଜ କଥା ମୁଁ ଖୋଲି କ୍ଲାସରେ କ୍ୱେଶ୍ଚିନ୍ ଆନ୍ସର ଜାଣିକି ବି କହେନି କାରଣ ସାରଙ୍କର ସମ୍ବୋଧନ ପିଲାଙ୍କର ହସ ମୋ ମୁହଁ ବନ୍ଦ କରିଦିଏ କେହି ବି ମୋ ସାଙ୍ଗ ନଥିଲେ କାରଣ ଡଉଲ ଡାଉଲ ଚେହେରା ମତେ ନଜରବନ୍ଦୀ କରି ରଖିଥିଲା ବନ୍ଧୁବାନ୍ଧବ ଘରକୁ ଯିବା ଛାଡ଼ ବାପା ମତେ ଦାଣ୍ଡ ପିଣ୍ଡାରେ ବସେଇତେ ଦିଅନ୍ତି ନାହିଁ ସୁନା ପିଞ୍ଜରାରେ ବନ୍ଦି ଚଢ଼େଇଥିଲି ନିଜକୁ ଅଭିଶପ୍ତ ମଣିବା ଆରମ୍ଭ କଲି ଯେ ଆଜି ବି ମଣୁଛି ସବୁ କଥାରେ କାହିଁକି ମୋ ସାଙ୍ଗରେ ହେଲା ମୁଁ ସାଙ୍ଗମାନଙ୍କୁ ଲାଞ୍ଚ ଦିଏ ମୋ ସାଙ୍ଗ ହବା ପାଇଁ ସେ ଖାଇବା ଜିନିଷ ହଉ ବହି ଖାତା ହଉ କି ଖେଳ ଜିନିଷ ହଉ ଆଜି ମୋ ଭିତରେ ଆତ୍ମବିଶ୍ୱାସର ଅଭାବ
ପରିସ୍ଥିତିର ମାଡ଼ ଉପରେ ମାଡ଼ ବାଜି ଚାଲିଛି। ଜୀବନ ସାଥୀଟିଏ ବି ବାପା ଯୌତୁକ ଦ୍ୱାରା କିଣିଦେଲେ, ହେଲେ ଗଣ୍ଡେ ଖାଇତେ ଦେଇ ଖୁଣ୍ଡେ ମାରୁଛି। ଜିରୋ ଫିଗର ଦୁନିଆରେ ଆମକୁ କିଏ ପଚାରେ? ଦିନେ ଦିନେ ଭାବୁଛି ବ୍ଲେଡରେ ହାତ ଗୋଡ଼ କାଟି ଦିଅନ୍ତି କି। ଅନେକ କାନ୍ଦେ। ବାପ ବୋଉ କଥା ଭାବି ସୁସାଇଡ୍ କରେନି। କେତେ ସ୍ୱପ୍ନ ମୋର ବି ଥିଲା, ହେଲେ ସବୁ ଶୁଣେ। ହେଲେ ମୁଁ ମୋର ଜଣେ ଭଲ ସାଙ୍ଗ। ଆମେ ଦୁହେଁ ମିଳିମିଶି ଭାଗ ଭାଗ କରି ସବୁ ବାଣ୍ଟି ନଉ, ପରସ୍ପର ସାହାରା ବନୁ, ସାହସ ଦଉ, ଯାହା ଫଳରେ ମୁଁ ଯାହା ନ ପାଇଛି ମୋ ସନ୍ତାନକୁ ଦିଏ। ମୁଁ ନ ହେଲେ ସେ ତ